ଦେଖନ୍ତୁ ଆମେ ଯେଉଁ ଜମିରେ ଚାଷ କରୁଛେ କିମ୍ବା ଯେଉଁ ଘରେ ରହୁଛେ ସେହି ଜମିର ଓଡ଼ିଶା ସରକାରଙ୍କୁ ପ୍ରତିବର୍ଷ ଆମର ଗୋଟେ ଗୋଟେ ଖଞ୍ଜଣା ଦେବାକୁ ପଡ଼ିଥାଏ। ଯଦି ଆମେ ପ୍ରତିବର୍ଷ ଖଞ୍ଜଣାଟି ନ ଦେଉଛେ ତାହେଲେ ଓଡ଼ିଶା ସରକାରଙ୍କ ଖାତାକୁ ଆପଣଙ୍କ ଜମିଟି ଚାଲିଯିବ। ଏହି ଖଞ୍ଜଣାଟି କେମିତି ଆମେ ପୈଠ କରିବା ଓଡ଼ିଶା ସରକାରଙ୍କୁ? ଦେଖନ୍ତୁ ଓଡ଼ିଶା ସରକାରଙ୍କର ବିଭିନ୍ନ ବିକଳ୍ପ ଅଛି। RI ଅଫିସକୁ ଯାଇକି ପେମେଣ୍ଟ କରିପାରିବେ କିମ୍ବା ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ର ଯାଇ ଆପଣଙ୍କର ଖଞ୍ଜଣାଟି ପୈଠ କରିପାରିବେ। ଯଦି ଆପଣ ଏହା ଭିତରୁ କୌଣସି ଜାଗାକୁ ନ ଯାଇ ଘରେ ବସି ନିଜ ନିଜ ମୋବାଇଲରେ କେମିତି ପୈଠ କରିବେ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମର ଚ୍ୟାନେଲକୁ ନୂଆ କରି ଆସିଛନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ରଖନ୍ତୁ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଚାଲନ୍ତୁ ସର୍ବପ୍ରଥମେ ଆମେ ଯେକୌଣସି ଗୋଟେ ବ୍ରାଉଜର ଓପନ୍ କରିବା, ସେଥିରେ ଇ ପାଉତି ମାରିବା। ଇ ପାଉତି ମାରିଲା ପରେ ଦେଖନ୍ତୁ ଇ ପାଉତି ଓଡ଼ିଶା ମାରିଦେବା। ଏହାପରେ ଦେଖନ୍ତୁ ଏହିପରି ଆସିଯିବ ଗୋଟେ ପେଜ୍ ଆସିଯିବ। ଦେଖନ୍ତୁ ପେ ଲ୍ୟାଣ୍ଡ ରେଭିନ୍ୟୁରେ ମାରିବା, ସିଲେକ୍ଟ କରିବା। ସିଲେକ୍ଟ କଲା ପରେ ଏହିପରି ଗୋଟେ ଷ୍ଟେପ୍ ଆସିଯିବ। ଆପଣଙ୍କର ଜମିର ଦେଖନ୍ତୁ ଆପଣଙ୍କର କେଉଁ ଜିଲ୍ଲାରେ ଅବସ୍ଥିତ, ଆପଣଙ୍କର ତହସିଲଟା ଚୁଜ୍ କରିବେ। ଆପଣଙ୍କର ରେଭିନ୍ୟୁ ଭିଲେଜଟି ଚୁଜ୍ କରିବେ। ଭିଲେଜଟି ଚୁଜ୍ କଲା ପରେ ଆପଣଙ୍କର ଜମିର ଖାତା ନମ୍ବରଟି ଚୁଜ୍ କରିବେ। ଚୁଜ୍ କରିସାରିଲା ପରେ ନାଓ ୟୁଅର୍ ଖতিয়াନ ଚୁଜ୍ କରିବେ। ଦେଖନ୍ତୁ ଆପଣ ଏହିପରି ଗୋଟେ ପେଜ୍ ଆସିଯିବ। ଦେଖନ୍ତୁ ଆପଣଙ୍କର ପେମେଣ୍ଟଟି ରହୁଛି କେତେ ଦେଖନ୍ତୁ ଏହିପରି ପେମେଣ୍ଟଟି ଆପଣଙ୍କୁ ଶୋ କରିବ ଏଠି ତା ତଳେ। ଏହାପରେ କ୍ୟାପ୍ଚାଟି ଦେଇ ଆପଣ ପ୍ରୋସିଡ଼୍ ମାରିବେ। ଦେଖନ୍ତୁ ପ୍ରୋସିଡ଼୍ ମାରିଲା ପରେ ଏହିପରି ଗୋଟେ ଇଣ୍ଟରଫେସ୍ ଆସିଯିବ। ଦେଖନ୍ତୁ ଆପଣଙ୍କର ଏଠି ଡିପୋଜିଟର ନେମ୍ଟି ଦେବେ, ଆପଣଙ୍କର ଖতিয়াନର ମାଲିକ ଏବଂ ଯିଏ ଡିପୋଜିଟ୍ କରିଛନ୍ତି ତାଙ୍କର ରିଲେସନ୍ଟି ଦେବେ। ଦେଖନ୍ତୁ ଏଠି ଆମର ଓନର୍ ଯିଏ ଡିପୋଜିଟ୍ କରିଛନ୍ତି ତାଙ୍କର ଓନର୍ ଦେଇଦେଲି। ଏହାପରେ ଆପଣଙ୍କର ପିନ୍କୋଡ଼୍ଟି ଦେବେ। ଆପଣଙ୍କର ପିନ୍କୋଡ଼୍ଟି ଦେଇସାରିଲା ପରେ ଆପଣଙ୍କର ମୋବାଇଲ୍ ନମ୍ବରଟି ଦେବେ। ମୋବାଇଲ୍ ନମ୍ବରଟି ଦେଇସାରିଲା ପରେ ଆପଣଙ୍କର ଆଡ୍ରେସଟି ଦେବେ। ଆଡ୍ରେସଟି ଦେଲା ପରେ ଆପଣଙ୍କର ମେଲ୍ ଆଇଡି ଚୁଜ୍ କରିବେ। ମେଲ୍ ଆଇଡି ଏଣ୍ଟ୍ରି କଲା ପରେ ଆପଣଙ୍କର ଏହି କ୍ୟାପ୍ଚାଟି ଦେଇ ଦେନ୍ ମେକ୍ ପେମେଣ୍ଟରେ ପେମେଣ୍ଟଟି କରିବେ। ଏହାପରେ ଆପଣ ଦେଖନ୍ତୁ ଏପଟେ ଫେସ୍ ଆସିଯିବ। ଏପଟେ ନେକ୍ସଟ ମାରିବେ। ନେକ୍ସଟ ମାରିଲା ପରେ ଆପଣ ଦେଖନ୍ତୁ ୟୁପିଆଇରେ ସିଲେକ୍ଟ କରିଦେବେ। ୟୁପିଆଇ ସିଲେକ୍ଟ କରିଦେଲା ପରେ ଦେଖନ୍ତୁ ଏପଟେ ଆସିଯିବ, ଏଠି କ୍ୟାପ୍ଚାଟି ଦେବେ। କ୍ୟାପ୍ଚାଟି ଦେଲା ପରେ ପ୍ରୋସିଡ୍ ଟୁ ପେମେଣ୍ଟରେ କ୍ଲିକ୍ କରିବେ। ପ୍ରୋସିଡ୍ ଟୁ ପେମେଣ୍ଟ କ୍ଲିକ୍ କଲା ପରେ ଦେଖନ୍ତୁ ଏପଟେ ଗୋଟେ ଆସିଯିବ, ଆପଣଙ୍କର କ୍ୟୁଆର୍ କୋଡ଼୍ଟି ଆସିଯିବ। ୟୁପିଆଇ କ୍ୟୁଆର୍ କୋଡ଼୍ରେ ସିଲେକ୍ଟ କରିବେ। ଆପଣ ଦେଖନ୍ତୁ ଏଠି ଦେନ୍ ପେ ନାଓରେ କ୍ଲିକ୍ କରିବେ। ଆପଣ ଏହିପରି ଗୋଟେ ବାରକୋଡ଼ ଆସିଯିବ। ଏହି ବାରକୋଡ଼ରେ ଆପଣ ନିଜ ମୋବାଇଲ ମାଧ୍ୟମରେ ଆପଣ ସ୍କାନ୍ କରି ଏଇଟା ପେ କରିପାରିବେ। ପେ କଲା ପରେ ଦେଖନ୍ତୁ ଏହିପରି ଆପଣଙ୍କର ଗୋଟେ ଇଣ୍ଟରଫେସ୍ ଆସିଯିବ। କିଛି ସମୟ ୱେଟ୍ କରିବେ। କିଛି ସମୟ ୱେଟ୍ କଲା ପରେ ଦେଖନ୍ତୁ ଏହିପରି ଆସିଲା। ଆପଣଙ୍କର ଏଠି ଦେଖନ୍ତୁ ଡାଉନଲୋଡ଼ରେ କ୍ଲିକ୍ କରିବେ। ଡାଉନଲୋଡ଼ କଲା ପରେ ଦେଖନ୍ତୁ ଆପଣଙ୍କର ଏହିପରି ଆପଣଙ୍କର ଖଞ୍ଜଣାର ରସିଦଟି ଆସିଯିବ। ରସିଦଟି ଆପଣଙ୍କ ନିଜ ପାଖରେ ରଖିବେ, ଡାଉନଲୋଡ଼ ମାରିକି ରଖିବେ କିମ୍ବା ସ୍କ୍ରିନଶଟ୍ ମାରି ରଖିବେ କିମ୍ବା ପ୍ରିଣ୍ଟ ଆଉଟ୍ କରି ମାରି ରଖିବେ। ଏହିପରି ଭାବରେ ଆପଣ ଯେକୌଣସି ସରକାରୀ କାର୍ଯ୍ୟକାରୀ ହେବ ଆପଣ ଏହି ଫର୍ମଟି ନେଇ ଦେଇପାରିବେ ଜେରକ୍ସ କରିକି। ଦେଖନ୍ତୁ ଏହିପରି ଭାବରେ ଆପଣଙ୍କର 2025-26ର ଖଞ୍ଜଣାଟି ପୈଠ ହୋଇଗଲା ସରକାରଙ୍କ ଦ୍ୱାରା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ଦୟାକରି ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ଟି କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ରହୁଛି ଜୟ ଜଗନ୍ନାଥ।